ମୋ ନାଁ ମନୋରଞ୍ଜନ କର। ମୋ ନାଁ ମନୋରଞ୍ଜନ କର। କୋଷାଧ୍ୟକ୍ଷ ଅଲ୍ ଓଡ଼ିଶା କମ୍ପ୍ୟୁଟର ଟ୍ରେନିଂ ଆସୋସିଏସନ ର କୋଷାଧ୍ୟକ୍ଷ ଅଛି। ମୁଁ ବର୍ତ୍ତମାନ ଆମେ ଚାହୁଁଛୁ ଯେ ଆମର ଯେତେ ଯୋଉ ପ୍ରାଇଭେଟ ଅନୁଷ୍ଠାନ ଅଛି ସମସ୍ତେ ଯେମିତି ଓକେସିଏଲ କରୁଛି ସେମିତି ନ କରିକି ଆମର ଯେତେ ଗୋଟେ ସାର୍ଟିଫିକେଟ ସେ ବି ଭାଲିଡ ହଉ ଆଉ ସମସ୍ତେ ଟ୍ରେନିଂ ମାନେ ତାଙ୍କର ଯୋଉ ଅଛି ଯେତିକି ଶିଖିଛନ୍ତି ସେଇ ଜିନିଷଟାକୁ ପାଦକ୍ଷେପ କରିକି ପରୀକ୍ଷା ଦିଅନ୍ତୁ, ପରୀକ୍ଷା ଦେଇକି ପାସ୍ କରନ୍ତୁ। ଆଉ ସମସ୍ତେ ଯାହା ତାଙ୍କର ଦକ୍ଷତା ଅଛି, ସ୍କିଲ୍ ଅଛି, ସ୍କିଲ୍ ଟାକୁ ହିଁ ଡେଭଲପ କରନ୍ତୁ। ସ୍କିଲ୍ ଟାକୁ ଡେଭଲପ କରି ପରୀକ୍ଷା ଦେଲେ ଆମେ ସେଟା କୋଉଠି ଗୋଟେ ପାଇପାରିବୁ। ସେତିକି କହିବା ପାଇଁ ଚାହୁଁଛି, ଯୋଉଠି ବି ପରୀକ୍ଷା ହଉ, ଯୋଉଠି ବି ଏଣ୍ଟ୍ରାନ୍ସ ହଉ, ଆମର ଦକ୍ଷତା ବେସିସ ରେ ସେ ଜିନିଷଟାକୁ ନିଆଯାଏ। ଆଉ ସେଇଟା ଆମେ ଚାହୁଁଛୁ, ଆଉ ଅଲ୍ ଓଡିଶାରୁ ବି ଚାହୁଁଛୁ ସମସ୍ତେ କମ୍ପ୍ୟୁଟର ଯୋଉଠି ବି ଟ୍ରେନିଂ ନିଅନ୍ତୁ, ସମସ୍ତଙ୍କ ସାର୍ଟିଫିକେଟ ଭାଲିଡ ହଉ, ଆଉ ଦକ୍ଷତା ଟାକୁ ପ୍ରାୟୋରିଟି ଦିଆଯାଉ, ଦକ୍ଷତା ଅନୁସାରେ ଚାକିରି ଦିଆଯାଉ, ଦକ୍ଷତା ଅନୁସାରେ ପିଲା ରୋଜଗାର କରନ୍ତୁ। ମୁଁ ଏତିକି କହିବାକୁ ଚାହୁଁ। ମୁଁ ଷ୍ଟେଟ କୋଅର୍ଡିନେଟର ଅଛି ଅଲ୍ ଓଡିଶା କମ୍ପ୍ୟୁଟର ଆସୋସିଏସନ ତରଫରୁ। ଆଉ ଆମର ମେନ୍ ଦାବି ହେଲା ଗୋଟେ ଗଭର୍ଣ୍ଣମେଣ୍ଟ ତରଫରୁ ଗୋଟେ ବୋର୍ଡ ଗଠନ କରାଯାଉ, ଏଜୁକେସନ ବୋର୍ଡ ଗଠନ କରାଯାଉ, ତା ଅଣ୍ଡରରେ ସବୁ ଇନଷ୍ଟିଚ୍ୟୁଟ ଯେତିକି ଅଲ୍ ଓଭର ଓଡିଶାରେ ହେବେ। ଆଉ ଆମର ଫାଷ୍ଟ ହେଲା ଯୋଉ ଗେଜେଟ 2021 ମସିହାରେ ହେଇଥିଲା, ଏଇ ଗେଜେଟ କୁ ରଦ୍ଦ କରାଯାଉ। ଆଉ ଯେମିତି ଆଗରୁ ଚାଲି ଆସୁଥିଲା ସବୁ ଜବ ରେ ପିଲାମାନଙ୍କୁ ଆଲାଉ କରାଯାଉଥିଲା ଚାକିରି କରୁଥିଲେ, ସେମିତି କଣ୍ଟିନ୍ୟୁସଲି ସବୁ ଜବ ରେ ପିଲାମାନେ ଆମ ପିଲା ଚାକିରି ନା ତାପସପତି ଅଲ୍ ଓଡିଶା କମ୍ପ୍ୟୁଟର ଟ୍ରେନିଂ ସେଣ୍ଟର ସେକ୍ରେଟାରୀ ଅଛି। ପ୍ରେସମିଟ ଏଥିପାଇଁ ହେଇଥିଲା, ଆମର ଓଡିଶାରେ ବିଭିନ୍ନ ଘରୋଇ କମ୍ପ୍ୟୁଟର ଟ୍ରେନିଂ ସେଣ୍ଟର ମାନଙ୍କୁ ଅହେତୁକ ଅବହେଳା ହଉଛି ସରକାରଙ୍କ ତରଫରୁ। କେବଳ ଗୋଟିଏ ମାତ୍ର ଘରୋଇ ସଂସ୍ଥାକୁ ସେମାନେ ଅନୁକୂଳତା ଦେଇ ଚାଲିଛନ୍ତି, ଯୋଉଟା କି ଆପଣ ମାନେ ଜାଣିଛନ୍ତି ଓକେସିଏଲ ଓଡିଶା ନଲେଜ କର୍ପୋରେସନ ଲିମିଟେଡ, ଯାହାର ଓଏସିଆଇଟି କୋର୍ସ କରିଥିଲେ ହିଁ ପିଲାମାନଙ୍କୁ ଚାକିରି ମିଳିବ। ଅନ୍ୟ କୌଣସି କମ୍ପ୍ୟୁଟର କୋର୍ସ କରିଥିଲେ ଚାକିରି ମିଳିବ ନାହିଁ ବୋଲି କୁହାଯାଉଛି। ଏବଂ ସେଠି କୁହାଯାଉଛି କି ଏଇ କୋର୍ସଟା ହିଁ ସରକାରଙ୍କର। ଯଦି ଏଇଟା ସରକାରଙ୍କର ତାହେଲେ ଏଇ କୋର୍ସ ସରକାର ଯଦି ଦେଇଛନ୍ତି, ତାହେଲେ କାହିଁକି ଏତେ ଅଧିକ ପଇସା ନେଇକି ସେମାନେ ନଉଛନ୍ତି। ତା ସହିତ ଏଠି ଆମର ରହିଯାଇଛି, ଆମର ଯୋଉ 8-10 ହଜାର କମ୍ପ୍ୟୁଟର ଟ୍ରେନିଂ ସେଣ୍ଟର ଅଛି, ସେମାନେ ବହୁତ ମାତ୍ରାରେ ହଇରାଣ ହଉଛନ୍ତି। ଯୋଉ ବେସରକାରୀ କମ୍ପ୍ୟୁଟର ସେଣ୍ଟର ବୋଲି କୁହାଯାଉଛି, ସେଠି ଅଲରେଡି ଆଜିକୁ 20-30 ବର୍ଷ ହେଲାଣି ପିଲାମାନେ ପାଠ ପଢି ସରକାର ବେସରକାରୀ ଜାଗାରେ ଚାକିରି ତ କରୁଛନ୍ତି। ଆଜି କାହିଁକି ଏତେ ଅସୁବିଧା ହେଲା? 2018 ମସିହାରେ ଏଇ ବିଜେପି ସରକାର ଯେତେବେଳେ ଓକେସିଏଲ ଏଗେନ୍ଷ୍ଟ ରେ କଥା ଉଠିଥିଲା, ସେତେବେଳେ ତ ଓକେସିଏଲ ଫ୍ରଡ, ଓକେସିଏଲ ଏଇଆ ଉଠିଲା। ତ ଆଜି ସେଇ ସରକାର କେମିତି ତାକୁ ଅନୁକମ୍ପା ଦେବାରେ ଲାଗିଛନ୍ତି, ସେଇଟା ଆମର ଦାବି। ସେଟା ଆମକୁ ଜଷ୍ଟିଫାଇଡ କରାଯାଉ ଏବଂ ତା ସହିତ ଆମର ଗୋଟେ ଗଭର୍ଣ୍ଣମେଣ୍ଟ ର ମଧ୍ୟ ଗୋଟେ ବଡି ଗଠନ କରାଯାଉ, ଯେମିତି ଆମରି ଭଳିଆ ବହୁତ 8-10 ହଜାର କମ୍ପ୍ୟୁଟର ଟ୍ରେନିଂ ସେଣ୍ଟରକୁ ମଧ୍ୟ ଗୋଟେ ନିୟମ କାନୁନ ଅଣାଯାଉ, ଯୋଉ ନିୟମ କାନୁନକୁ ଆମେ ମଧ୍ୟ ନେଇ ଆମର ସେଣ୍ଟରକୁ ସୁଚାରୁ ରୂପେ ଆମେ ପରିଚାଳନା କରିବୁ ବୋଲି ଆମେ ଭାବୁଛୁ।